ମାନେ ପ୍ରବାଦ ପୁରୁଷ ବିଜୁ ବାବୁ ଯେ ବିଜୁ ବାବୁଙ୍କ ଯେ କି ଗୋଟିଏ ନେତା ଓଡ଼ିଶାର ଖାଲି ସ୍ୱାଧୀନତା ସଂଗ୍ରାମୀ ନଥିଲେ, ଯେ କି ଅନ୍ୟ ଦେଶରୁ ବି ପୁରସ୍କୃତ ହୋଇଥିଲେ, ସମ୍ମାନଜନକ ପୁରସ୍କୃତ ହୋଇଥିଲେ, ଇଣ୍ଡୋନେସିଆରେ କହିଥିଲେ, ରୁଷିଆରେ ପାଇଥିଲେ। ଏଇଭଳିଆ ଜଣେ ବିରଳ ବ୍ୟକ୍ତିତ୍ୱ ଯାହାଙ୍କ ନାଁରେ ବିଜୁ ଜନତା ଗୋଟେ ସରକାର ବି ଗଠନ ହେଉଥିଲା, ଗୋଟେ 24 ବର୍ଷର ନିରନ୍ତର ଭାବରେ ଗୋଟେ ସରକାର ଚାଲିଥିଲା। ଯେଉଁ ଦଳ ନାଁରେ ବୋଧେ ଗୋଟେ ବ୍ୟକ୍ତି ନାଁରେ ଦଳ କେଉଁ ଜାଗାରେ ନାହିଁ, ମୋ ଜାଣିବାରେ ବୋଧେ ବିଜୁ ଜନତା ଦଳ ଗୋଟିଏ ଦଳ, ଅଲଗା ଜାଗାରେ ସବୁ ଅଲଗା ଅଲଗା ଆଞ୍ଚଳିକ ଦଳ ଯେଉଁ ଗଠନ ହେଇଛି ବିଜୁ ଜନତା ଦଳ ବିଜୁ ବାବୁଙ୍କ ନାଁରେ ହେଇଛି। ଏବଂ ବିଜୁ ବାବୁଙ୍କର ଯେଉଁ ପଞ୍ଚାୟତରାଜ ବ୍ୟବସ୍ଥାକୁ ବିଧିବଦ୍ଧ ଭାବରେ ଆଗକୁ ନେବାରେ, ମୁଖ୍ୟମନ୍ତ୍ରୀ କୁଟୀର ଶିଳ୍ପ ଯୋଜନା କରିବାରେ ଏବଂ 61 ମସିହାରୁ ଆହୁରି ପଞ୍ଚାୟତକୁ ତ୍ୱରାନ୍ୱିତ କରିବେ, ପଞ୍ଚାୟତ କର୍ମୀମାନେ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଏବଂ ଜିଲ୍ଲା ପରିଷଦ କିନ୍ତୁ ଭଲ ଭାବରେ କାମ କରିବେ ତା ବାବଦରେ ବହୁତ ବିଧିବଦ୍ଧ ଭାବରେ ନେଇଥିଲେ। ତାଙ୍କର ଯେତେବେଳେ 61 ମସିହାରେ ମୁଖ୍ୟମନ୍ତ୍ରୀ ଥିଲେ, 91 ମସିହାରେ ମୁଖ୍ୟମନ୍ତ୍ରୀ ଥିଲେ, ଏ ବାବଦରେ ନେଇଥିଲେ। ଏବଂ ତତ୍ସହିତ ସାରା ଭାରତରେ ଗୋଟିଏ ଲୋକ ଯେ ବିଜୁ ବାବୁ, ଯେ କି ମହିଳାମାନଙ୍କୁ 33% ରିଜର୍ଭେସନ୍ ପଞ୍ଚାୟତରେ, जोटा कि जिला परिषद नहीं कि एनआईसी गुड़ा म्यूनिसिपालिटी और पंचायत लेवल तेणु ये घटना को नहीं गोटे आमर जो निरंतर भाव में सरकार थिला, आम जो गोटे विधानसभा पारित होता पंचायत राज व्यवस्था जो दिवस भाव में मार्च 5 तारिख बिजू बाबूर जन्मदिन को पालन करा ये सरकार जो भारतीय जनता पार्टी सरकार, मोहन माझी सरकार टिके ऊर्ध्व उठिया दरकार, मानसिक चिंता परिवर्तन करवा, राजनीति करंतु, राजनीति करिवार मना ना कि संकीर्ण चिंताधारा जो रखिले जे बिजू बाबू जन्मदिन को आम पालन करूँ ना, कैलेंडर कहीं छपाऊल, कैलेंडर कहीं रहा, तुम से रेक्टिफाई नथिल, काली राति तुम मुन को किए पुरईदेला जे आम संकीर्ण चिंताधारा भितर आम पालन करूँ ना।